ଯାହା କରୁଛୁ କରେ, ହେଲେ କଣଟା ଶେଷକୁ ସେଇ ଗୋଲା ଆଳୁ ଆଣିବୁ। ଏମିତି ଦେଖୁ ଦେଖୁ ପରୀକ୍ଷା ସରିଯାଇଥିଲା। ଆଉ କିଛି ଦିନ ପରେ ପରୀକ୍ଷାର ଫଳ ଆସିଲା। ସବୁ ପିଲା ସ୍କୁଲକୁ ଆସିଥାନ୍ତି ଆଉ ଚିଲ ସାରେ ପରୀକ୍ଷା ଫଳ କହିବାକୁ ବାହାରନ୍ତି। ଆରେ କାଳୁ କାଉ, ତୁ କ'ଣ ଥାର୍ଡ ହେଇଛୁ? ତୁ ବା ଭଲସେ ପାଠ ପଢୁଥିଲୁ, ଥାର୍ଡ କ'ଣ ପାଇଁ ହେଇଛୁ? ଆଉ କୋଇଲି, ତୁ ସେକେଣ୍ଡ ହେଇଛୁ। ମିଠୁ, ତୁ ଥାର୍ଡ ହେଇଛୁ। ଟିକି ଚଢ଼େଇ ତା ପରୀକ୍ଷା ଫଳକୁ ଅପେକ୍ଷା କରିଥିଲା ଆଉ ସେ ତା ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲା। ଆରେ ନୀଳ, ତୁ ବି ସେକେଣ୍ଡ ହେଇଛୁ। ହଉ ହଉ, ଏବେ ଟିକି ଚଢ଼େଇର ଫଳ ଶୁଣରେ ପିଲାମାନେ, ଗୋଟେ ବଡ଼ ଗୋଲା ଆଳୁ ଆଣିଥିବ। ତାପରେ ଚିଲ ସାରେ ଟିକି ଚଢ଼େଇର ଫଳ ଦେଖନ୍ତି। ଚିଲ ସାରେ ଟିକି ଚଢ଼େଇର ଫଳ ଦେଖିକି ସେ ପୁରା ଆଶ୍ଚର୍ଯ୍ୟ ହେଇଯାଆନ୍ତି। ସେ ତାଙ୍କ ଆଖି ଉପରେ ବିଶ୍ୱାସ କରିପାରୁନଥିଲେ, କାରଣ ଟିକି ଚଢ଼େଇ ଫାଷ୍ଟ ହେଇଥିଲା। ଟିକି ଚଢ଼େଇ, ଏ କେମିତି ସମ୍ଭବ ହେଇପାରିବ? ତୁ ପୁଣି ଫାଷ୍ଟ ହେଇଛୁ, ଏମିତି କ'ଣ ଲେଖିଲୁ କି? ଟିକି ଚଢ଼େଇ ଫାଷ୍ଟ ହବାର କଥା ଶୁଣିକି ସବୁ ଚଢ଼େଇ ପୁରା ଆଶ୍ଚର୍ଯ୍ୟ ହେଇଯାଆନ୍ତି।